ଶାଶୁଘରେ ଏବେ ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ତାହେଲେ ଆପଣମାନେ ଜାଣିଥିବେ ଶ୍ରଦ୍ଧା ଓ ସନ୍ଦୀପଙ୍କ ବାହାଘର ସରିଯାଇଛି। ଆଉ ଏବେ ନିଜ ଶାଶୁଘରେ ଓଡ଼ିଆ ବୋହୂ ଭାବେ ନଜର ଆସିଛନ୍ତି ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ସାରା ସିନେମାରେ ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କଠାରୁ ବେଶ ଅଧିକ ଭଲ ପାଇବା ପାଇପାରିଛନ୍ତି ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଶ୍ରଦ୍ଧା। ତ ସନ୍ଦୀପକୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ସନ୍ଦୀପ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜବରଦସ୍ତ ସିଙ୍ଗର ଅଟନ୍ତି। ସେ ଓଡ଼ିଆ ସଙ୍ଗୀତ ଗାଇ ସାରା ଓଡ଼ିଶାର ଲୋକମାନଙ୍କ ମନରେ ଅଲଗା ପ୍ରକାର ସ୍ଥାନ ବନେଇଛନ୍ତି। ବହୁତ ସାରା ସିନେମାରେ ବି ମଧ୍ୟ ଗୀତ ଗାଇଛନ୍ତି। ତ ସୁଟିଂ ସେଟ୍ରୁ ସନ୍ଦୀପ ଓ ଶ୍ରଦ୍ଧା ପରସ୍ପରଙ୍କୁ ଭଲ ପାଇ ବିବାହ କରିସାରିଛନ୍ତି। ତ ବାହାଘର ପରେ ଏବେ ସନ୍ଦୀପ ଓ ଶ୍ରଦ୍ଧାଙ୍କ ମଧ୍ୟରେ ବହୁତ ସାରା ଭଲ ପାଇବା ଦେଖିବାକୁ ମିଳୁଛି। ପୂର୍ବରୁ ଶ୍ରଦ୍ଧା ଓଡ଼ିଆ ଅଭିନେତା ରାଜ ରାଜେଶଙ୍କୁ ଭଲ ପାଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ଏହି ବାହାଘରଟି ଭାଙ୍ଗି ଯାଇଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ କାରଣରୁ ବ୍ରେକଅପ୍ ହୋଇଥିଲା। ଦୁହିଁଙ୍କର ନିର୍ବନ୍ଧ ହୋଇଥିବା ସତ୍ତ୍ୱେ ତାଙ୍କ ବାହାଘର ଭାଙ୍ଗି ଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ଶ୍ରଦ୍ଧା ଆଗକୁ ବଢ଼ିଥିଲେ ଆଉ ଏବେ ସନ୍ଦୀପକୁ ବିବାହ କରିସାରିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ତ ବାହାଘର ପରେ ବି ମଧ୍ୟ ସେ ନିଜର ଅଭିନୟ କ୍ୟାରିୟରକୁ ଚାଲୁ ରଖିବେ ବୋଲି କହିଛନ୍ତି। ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଶ୍ରଦ୍ଧା ଏବେ ବାହା ହୋଇସାରିଛନ୍ତି, ଆଉ ତାହା ବି ପୁଣି ଜଣେ ଓଡ଼ିଆ ଅଭିନେତା ସନ୍ଦୀପକୁ। ତ ଆପଣମାନଙ୍କୁ ଶ୍ରଦ୍ଧା ଓ ସନ୍ଦୀପଙ୍କ ଯୋଡ଼ି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଇଭଳି ଓଲିଉଡ ସମ୍ବନ୍ଧିତ ଟିକିନିକି ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।